मे मास आसी जाइछि 2026 मे सिंह राशि मानक पई किपरि रहइबा क्यारियर हेल्थ आपणकर धनर स्थिति चलंतु ए विषय डिटेल्स जानिबा। तो सिंह राशि मानक पई मे मास बहुत खास अटे। शुक्र दशम रे रही मालव्य योग बनाउछन्ती। सूर्य आपणकर राशि स्वामी उच्च होई रहिछन्ती। तो मे रे एमिति बड़ लाभ आपण पाइबे आपणकर ढेया चलुथिले भी। तो हेल्थ प्रथम देखनवा राशि स्वामी राशि रे केतु महाराज विराजमान अटंती। तो एंजाइटी रही पारे निज ठारे अधिक उम्मीद रखिबे कि मुझे काम करि परिबी। आध्यात्मिकता रहिबे एही समय ओम रो उच्चारण आपण मानक पई बहुत फायदेमंद रहिबा। माळी धारण करिवे मनर अशांत को दूर करिया पई आपण योग जिम मध्ये जॉइन करि पारंती। तो आपणकर राशि रो स्वामी सूर्य और बुध 9th हाउस रे बुधादित्य योग बनाउछन्ती। तो अटकिथिबा कार्य पर आबो कोनोसी अवार्ड मध्ये आपणको मिलिबो। तो आपण सेलिब्रिटी सह एही समय अचानक देखा मध्ये करि पारंती। हेल्थ भेरी गुड एंड फाइन रहिबो एही समय। नाइन भाବରେ जो छोट मोट यात्रा मध्ये होई पारे एही समय जहाँकि आपण मानक पई फायदामंद रहउची। तो धनराशि देखिबा गले स्वामी बुधादित्य योग बनाउछन्ती। तो तीनोटी बड़ धन लाभ मध्ये होई पारे एही समय। तो जदि आपण जमीबाड़ी कार्य करछन्ती ताहाले आपनको बड़ फायदा हेबो। तो मालव्य योगर मध्ये आपनको ऊपर इफेक्ट रहउची। धन मिलिबो एही समय। अचानक कोनोसी डील बनि पारे 1 ରୁ 20 तारिख आपण मानक पई अचानक लाभ मिलिबो ओ जानिथिबा व्यक्तिଙ୍କ ठाରୁ ମଧ୍ୟ ଆପଣଙ୍କୁ ଲାଭ ମିଳିପାରେ। ବୁଧାଦିତ୍ୟ ଯୋଗ ଦ୍ୱାରା ଅଫିସରୁ ଡିଲ୍ କ୍ରାକ୍ ହେବ। ଧନ ଲାଭ ହେବାର ଯୋଗ ମଧ୍ୟ ଏହି ସମୟରେ ଆକ୍ଟିଭ ରହୁଛି। ତ ଆପଣଙ୍କୁ ଏହି ସମୟରେ କାର୍ଯ୍ୟ କରିବାକୁ ପଡ଼ିବ। ଦେଖନ୍ତୁ ଯେତେବେଳେ ଧନର ଆକ୍ଟିଭ ହୁଏ ବେଳେବେଳେ ଆମର ଅଳସୁଆ ପ୍ରକୃତି ମଧ୍ୟ ଆସିଯାଇଥାଏ, ଯାହାଦ୍ୱାରା କି ଆପଣ ହାତରୁ ଅପରଚ୍ୟୁନିଟି ଚାଲି ଯାଇଥାଏ। ତ ଏମିତି ଆପଣ ଜମା ବି କରିବେନି। ଏହି ସମୟରେ କାର୍ଯ୍ୟ ଉପରେ ଫୋକସ୍ କରିବେ। ଆପଣଙ୍କର ପ୍ରଥମ ପ୍ରାୟୋରିଟି ରହିବା ଦରକାର। ତ ଏହି ସମୟରେ ମେ ମାସରେ ଅଧିକ ଆପଣଙ୍କର ଅଫିସରେ ଆପଣଙ୍କୁ କାର୍ଯ୍ୟ ମଧ୍ୟ ମିଳିପାରେ ଓ ଧନର ଫ୍ଲୋ ଆପଣମାନଙ୍କ ପାଇଁ ବହୁତ ଭଲ ରହିବ। ପରିବାର ପ୍ରଭାବ ଦେଖିଗଲେ 4th ହାଉସରୁ ସ୍ୱାମୀ ମଙ୍ଗଳଦେବ ଶନିଙ୍କ ସହିତ ଯୁତି ବନାଉଛନ୍ତି। ତ 12 ମେ ପର୍ଯ୍ୟନ୍ତ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। କଲେଜ ହୋଇପାରେ ଘରେ ପରିବାର ସ୍ଥିତି ସାମାନ୍ୟ ରହିବ, ହେଲେ ଆପଣଙ୍କ ମାନସିକ ଚିନ୍ତା ପାଇଁ ଆପଣ ରହିପାରନ୍ତି। ତ ଶିକ୍ଷା କ୍ଷେତ୍ରରେ ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ। ତ ଯେଉଁମାନେ ବି ପରିଶ୍ରମ କରିଛନ୍ତି ସେମାନଙ୍କ ପରିଶ୍ରମର ଫଳ ଏହି ମାସରେ ମିଳିବ ଓ ସେମାନଙ୍କର ପାଠ ପଢ଼ାରେ ମଧ୍ୟ ଆଗ୍ରହ ରହିବ। ବୈବାହିକ ଜୀବନରେ ଶନି ମଙ୍ଗଳଙ୍କ ଯୁକ୍ତି ପାଇଁ 11 ମେ ପର୍ଯ୍ୟନ୍ତ ତନାବ ରହିପାରେ। ତ ଆପଣମାନଙ୍କ ପାଇଁ ଉପାୟ ହେଉଛି ବିଷ୍ଣୁଙ୍କର ପୂଜା କରନ୍ତୁ ଓ ନିଜର ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ ଏହି ସମୟରେ। ଟୋଟାଲି ଦେଖାଯାଏ ତ ଆପଣମାନଙ୍କ ପାଇଁ ପୁରା ମାସ କ୍ୟାରିୟର ଓ ବ୍ୟବସାୟ ପାଇଁ ବହୁତ ଭଲ ଅଟେ। 11 ମେ ପରେ ମଙ୍ଗଳ ଓ 15 ମେ ପରେ ସୂର୍ଯ୍ୟଙ୍କର ପ୍ରଭାବ କାର୍ଯ୍ୟକ୍ଷେତ୍ର પર ଯଶ ଓ ମାନ ସମ୍ମାନ ପ୍ରତିଷ୍ଠା ଦେଉଛି। ତ ଆପଣ ଏହି ସମୟରେ ପରିଶ୍ରମ କରିବାକୁ ପଛାନ୍ତୁ ନାହିଁ। ଧନ କ୍ଷେତ୍ରରେ ମଧ୍ୟ ଆପଣମାନଙ୍କର ବୁଧ ଅନୁକୂଳ ସ୍ଥିତିରେ ରହିକି ଆପଣ ଧନ ଲାଭର ଯୋଗ ବନାଉଛି। 15 ମେରୁ 30 ମେ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ବହୁତ ମଜବୁତ ରହିବ। ଅଟକିଥିବା ଧନ ମଧ୍ୟ ଆପଣଙ୍କ ପାଖକୁ ଫେରି ଆସିବ। ତ ଦେଖାଯାଏ ତ ମେ ମାସ ଆପଣମାନଙ୍କ ପାଇଁ ବେଷ୍ଟ ମାସ ରହୁଛି। ହାର୍ଡୱାର୍କ କରିବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଜୟ ଜଗନ୍ନାଥ। ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ବିଲକୁଲ ବି ଭୁଲିବେନି।